ଆକାଶବାଣୀ। ସମ୍ବାଦ ପଢୁଛନ୍ତି ସତ୍ୟବ୍ରତ ବେହୁରା। ଚତୁର୍ଥ ବାର୍ଷିକ କ୍ୱାଡ୍ ଶିଖର ସମ୍ମିଳନୀରେ ଯୋଗଦେବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଦିଲ୍ଲୀର ନୂଆ ମୁଖ୍ୟମନ୍ତ୍ରୀ ଭାବେ ଆଜି ଶପଥ ଗ୍ରହଣ କରିବେ ଆମ୍ ଆଦମୀ ପାର୍ଟିର ବରିଷ୍ଠ ନେତ୍ରୀ ଆତିଶି। ଶକ୍ତି କ୍ଷେତ୍ରରେ ସହଯୋଗ ସମେତ ଦ୍ୱିପକ୍ଷୀୟ ବାଣିଜ୍ୟ କ୍ଷେତ୍ରର ବିକାଶ ନେଇ ସମୀକ୍ଷା କଲେ ଭାରତ ଓ ବ୍ରାଜିଲ। ଶ୍ରୀଲଙ୍କାରେ ନୂଆ ରାଷ୍ଟ୍ରପତି ନିମନ୍ତେ ମତଦାନ କରୁଛନ୍ତି 1,70,00,000ରୁ ଅଧିକ ମତଦାତା ଏବଂ ଚେନ୍ନାଇରେ ଚାଲିଥିବା ପ୍ରଥମ ଟେଷ୍ଟ ମ୍ୟାଚ୍ର ଆଜି ତୃତୀୟ ଦିନରେ ବାଂଲାଦେଶ ବିପକ୍ଷରେ ଦ୍ୱିତୀୟ ଇନିଂସରେ 287 ରନ୍ ସ୍କୋର କରିଛି ଭାରତ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତିନିଦିନିଆ ଆମେରିକା ଗସ୍ତରେ ଆଜି ଯାତ୍ରା ଆରମ୍ଭ କରିଛନ୍ତି। ଏହି ଗସ୍ତ କାଳରେ ପ୍ରଧାନମନ୍ତ୍ରୀ ଅନେକଗୁଡ଼ିଏ ଉଚ୍ଚସ୍ତରୀୟ ବୈଠକରେ ଭାଗ ନେବେ। ପ୍ରଧାନମନ୍ତ୍ରୀ ଚତୁର୍ଥ ବାର୍ଷିକ କ୍ୱାଡ୍ ଶିଖର ସମ୍ମିଳନୀରେ ଯୋଗଦେବେ। ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍ ଏହି ଶିଖର ସମ୍ମିଳନୀର ଆୟୋଜନ କରିଛନ୍ତି। ଚତୁର୍ଥ ବାର୍ଷିକ କ୍ୱାଡ୍ ଶିଖର ସମ୍ମିଳନୀରେ ଜଳବାୟୁ ପରିବର୍ତ୍ତନ ସମସ୍ୟା ନେଇ ଦେଖାଦେଉଥିବା ସମସ୍ୟାଗୁଡ଼ିକ ଉପରେ ଆଲୋଚନା ହେବାର ସମ୍ଭାବନା ରହିଛି। ପ୍ରଧାନମନ୍ତ୍ରୀ କ୍ୱାଡ୍ ସମୂହର ନେତା ଓ ସଦସ୍ୟ ଦେଶଗୁଡ଼ିକର ନେତାମାନଙ୍କ ସମେତ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍ଙ୍କ ସହ ଦ୍ୱିପାକ୍ଷିକ ଆଲୋଚନା କରିବେ। 2025ରେ ଭାରତ କ୍ୱାଡ୍ ଶିଖର ସମ୍ମିଳନୀ ଆୟୋଜନ କରିବ। ଆମେରିକା ଗସ୍ତ ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି, ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍, ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀ ଆନ୍ଥୋନି ଆଲବାନିଜ୍ ଏବଂ ଜାପାନ ପ୍ରଧାନମନ୍ତ୍ରୀ ଫୁମିଓ କିଶିଦାଙ୍କ ସହ ଆଲୋଚନା ପାଇଁ ସେ ଆଗ୍ରହୀ। ଶ୍ରୀ ମୋଦି କହିଛନ୍ତି, ଭାରତ ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳରେ ଶାନ୍ତି, ପ୍ରଗତି ଏବଂ ସମୃଦ୍ଧି ନିମନ୍ତେ କ୍ୱାଡ୍ ଶିଖର ସମ୍ମିଳନୀର ସଦସ୍ୟ ଦେଶମାନଙ୍କର ସମାନ ଚିନ୍ତାଧାରା ରହିଛି। ଆମେରିକା ରାଷ୍ଟ୍ରପତିଙ୍କ ସହ ଦ୍ୱିପକ୍ଷୀୟ ବୈଠକ ସମ୍ପର୍କରେ ଶ୍ରୀ ମୋଦି କହିଛନ୍ତି, ଉଭୟ ଦେଶ ମଧ୍ୟରେ ବିଶ୍ୱସ୍ତରୀୟ ରଣନୈତିକ ସହଯୋଗ ଆହୁରି ଦୃଢ଼ ହେବ। ଏହି ଶିଖର ସମ୍ମିଳନୀରେ ଭାଗ ନେବା ପରେ ପ୍ରଧାନମନ୍ତ୍ରୀ ନ୍ୟୁୟର୍କରେ ଭାରତୀୟ ବଂଶୋଦ୍ଭବମାନଙ୍କୁ ସମ୍ବୋଧିତ କରିବେ। ଉଭୟ ଦେଶ ମଧ୍ୟରେ କୃତ୍ରିମ ବୁଦ୍ଧିମତ୍ତା, କ୍ୱାଣ୍ଟମ୍ କମ୍ପ୍ୟୁଟିଂ ଏବଂ ସେମିକଣ୍ଡକ୍ଟର ସମେତ ଅନ୍ୟ କେତେକ ପ୍ରସଙ୍ଗ ଉପରେ ସହଯୋଗ ବୃଦ୍ଧି ନେଇ ଆମେରିକାର ପ୍ରମୁଖ କମ୍ପାନୀଗୁଡ଼ିକର ମୁଖ୍ୟ କାର୍ଯ୍ୟକାରୀ ଅଧିକାରୀମାନଙ୍କ ସହ ସେ ଆଲୋଚନା କରିବେ। ପ୍ରଧାନମନ୍ତ୍ରୀ କହିଛନ୍ତି, ସେ ଆମେରିକାର ଉଦ୍ୟୋଗପତି ଏବଂ ବଂଶୋଦ୍ଭବ ଭାରତୀୟମାନଙ୍କ ସହ ଆଲୋଚନା ନିମନ୍ତେ ଆଗ୍ରହୀ ଅଛନ୍ତି। ଗସ୍ତର ଶେଷ ଦିନରେ ସେପ୍ଟେମ୍ବର 23ରେ ପ୍ରଧାନମନ୍ତ୍ରୀ ମୋଦି ନ୍ୟୁୟର୍କରେ ଜାତିସଂଘ ମହାସଭାର ସମ୍ମିଳନୀକୁ ସମ୍ବୋଧନ କରିବେ। ଏହି ସମ୍ମିଳନୀର ବିଷୟ ହେଉଛି ଉନ୍ନତ ଭବିଷ୍ୟତ ପାଇଁ ବହୁପକ୍ଷୀୟ ସମାଧାନ। ଆମ୍ ଆଦମୀ ପାର୍ଟିର ବରିଷ୍ଠ ନେତ୍ରୀ ଆତିଶି ଆଜି ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବେ। ଦିଲ୍ଲୀ ରାଜଭବନରେ ଉପରାଜ୍ୟପାଳ ବିନୟ କୁମାର ସକ୍ସେନା ଆତିଶି ଏବଂ ତାଙ୍କ ମନ୍ତ୍ରିମଣ୍ଡଳର ସଦସ୍ୟମାନଙ୍କୁ ଶପଥପାଠ କରାଇବେ। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଶପଥ ଗ୍ରହଣ ଦିନଠାରୁ ଆମ୍ ଆଦମୀ ପାର୍ଟିର ବରିଷ୍ଠ ନେତ୍ରୀ ଆତିଶିଙ୍କୁ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଭାବେ ନିଯୁକ୍ତ କରିଛନ୍ତି। ଏଥିସହିତ 5 ଜଣ ମନ୍ତ୍ରୀଙ୍କ ନିଯୁକ୍ତିକୁ ମଧ୍ୟ ରାଷ୍ଟ୍ରପତି ମଞ୍ଜୁରୀ ପ୍ରଦାନ କରିଛନ୍ତି। ସେହି 5 ଜଣ ମନ୍ତ୍ରୀ ହେଉଛନ୍ତି ଗୋପାଳ ରାୟ, କୈଳାସ ଗେହଲୋଟ, ସୌରଭ ଭରଦ୍ୱାଜ, ଇମ୍ରାନ ହୁସେନ ଏବଂ ମୁକେଶ ଅହଲାୱତ। କଂଗ୍ରେସର ଶିଲା ଦୀକ୍ଷିତ ଏବଂ ବିଜେପିର ସୁଷମା ସ୍ୱରାଜଙ୍କ ପରେ ସୁଶ୍ରୀ ଆତିଶି ଦିଲ୍ଲୀର ତୃତୀୟ ମୁଖ୍ୟମନ୍ତ୍ରୀ ଭାବେ ଆଜି ଶପଥ ଗ୍ରହଣ କରିବେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ହରିୟାଣା ବିଧାନସଭା ନିର୍ବାଚନ ସମୟରେ ଚଳିତ ମାସ 26 ତାରିଖରେ ମୋ ବୁଥ୍ ସବୁଠାରୁ ମଜବୁତ କାର୍ଯ୍ୟକ୍ରମ ଅଧୀନରେ ବିଜେପିର କର୍ମକର୍ତ୍ତା, ସ୍ୱୟଂସେବକ ଏବଂ ସମର୍ଥକମାନଙ୍କ ସହ ଆଲୋଚନା କରିବେ। ସେହିଦିନ ଅପରାହ୍ନ 12:30ରେ ପ୍ରଧାନମନ୍ତ୍ରୀ ନମୋ ଆପ୍ ଜରିଆରେ ଆଲୋଚନା କରିବେ। ଶ୍ରୀ ମୋଦି ଏହି ପ୍ରସଙ୍ଗରେ ପ୍ରଶ୍ନ ଓ ପ୍ରସ୍ତାବ ପଠାଇବା ଲାଗି କହିଛନ୍ତି। ରାଷ୍ଟ୍ରୀୟ ଜନତା ଦଳ ନେତା ତଥା ପୂର୍ବତନ ରେଳମନ୍ତ୍ରୀ ଲାଲୁ ପ୍ରସାଦ ଯାଦବଙ୍କ ବିରୋଧରେ ମାମଲା ରୁଜୁ ନିମନ୍ତେ କେନ୍ଦ୍ର ସରକାରଙ୍କ ପକ୍ଷରୁ ସିବିଆଇକୁ ଅନୁମତି ମିଳିଛି। ଅନୁମତି ମିଳିବା ପରେ ସିବିଆଇ ଗତକାଲି ଦିଲ୍ଲୀର ରାଉଜ ଆଭେନ୍ୟୁ କୋର୍ଟରେ ଦସ୍ତାବିଜ ଜମା କରିଥିବା ଜଣାପଡ଼ିଛି। ସିବିଆଇ ଓକିଲ କୋର୍ଟକୁ ଜଣାଇଛନ୍ତି, ଜମି ବଦଳରେ ଚାକିରି ଦୁର୍ନୀତି ମାମଲାରେ ଅନ୍ୟ 30 ଜଣ ଅଭିଯୁକ୍ତଙ୍କ ବିରୋଧରେ ମାମଲା ଚଳାଇବା ପାଇଁ କେନ୍ଦ୍ର ସରକାରଙ୍କ ଅନୁମତିକୁ ଅପେକ୍ଷା କରାଯାଇଛି। ଶକ୍ତି କ୍ଷେତ୍ରରେ ସହଯୋଗ ସମେତ ଦ୍ୱିପକ୍ଷୀୟ ବାଣିଜ୍ୟ କ୍ଷେତ୍ରର ବିକାଶ ନେଇ ଭାରତ ଏବଂ ବ୍ରାଜିଲ ସମୀକ୍ଷା କରିଛନ୍ତି। ବିଶେଷ ଭାବେ ଜୈବ ଇନ୍ଧନ କ୍ଷେତ୍ରରେ ଯେଭଳି ଦୁଇ ଦେଶ ମଧ୍ୟରେ ସହଭାଗିତା ବୃଦ୍ଧି ପାଇବ ସେ ନେଇ ସମୀକ୍ଷା କରାଯାଇଛି। ପେଟ୍ରୋଲିୟମ ଏବଂ ପ୍ରାକୃତିକ ଗ୍ୟାସ୍ ମନ୍ତ୍ରୀ ହରଦୀପ ସିଂ ପୁରୀ ଏବଂ ବ୍ରାଜିଲର ଶକ୍ତିମନ୍ତ୍ରୀ ଆଲେକ୍ଜାଣ୍ଡ୍ରା ସିଲଭିଏରା ସ୍ଥିତି ସମୀକ୍ଷା କରିବା ପରେ ଗଣମାଧ୍ୟମକୁ ଏକ ବାର୍ତ୍ତାରେ ଏହି ବିଷୟ ଜଣାଇଛନ୍ତି। ଶ୍ରୀ ପୁରୀ ଗତ ଗୁରୁବାର ଦିନ 3 ଦିନିଆ ବ୍ରାଜିଲ ଗସ୍ତରେ ଯାଇଛନ୍ତି।
ବୈଠକ ସମୟରେ ଉଭୟ ପକ୍ଷ ବ୍ରାଜିଲରେ ଭାରତୀୟ କମ୍ପାନୀଗୁଡ଼ିକର ଉପସ୍ଥିତି ବୃଦ୍ଧି ନିମନ୍ତେ ସୁଯୋଗ ସୃଷ୍ଟି କରିବା ଉପରେ ଗୁରୁତ୍ୱାରୋପ କରିଛନ୍ତି। ଉଭୟ ଦେଶ ମଧ୍ୟ ଏ କ୍ଷେତ୍ରରେ ପଦକ୍ଷେପ ନେବା ଲାଗି ପ୍ରତିବଦ୍ଧ ବୋଲି କୁହାଯାଇଛି। ଭାରତୀୟ କମ୍ପାନୀଗୁଡ଼ିକ ବ୍ରାଜିଲରେ ବ୍ୟବସାୟ ଆରମ୍ଭ କଲେ ପୁଞ୍ଜିନିବେଶ କ୍ଷେତ୍ରରେ ନୂଆ ସୁଯୋଗ ସୃଷ୍ଟି ହେବ ବୋଲି କୁହାଯାଇଛି। ଉଭୟ ନେତା ଭାରତ ଏବଂ ବ୍ରାଜିଲ ମଧ୍ୟରେ ବ୍ୟବସାୟ ବୃଦ୍ଧି ନିମନ୍ତେ ନୂଆ ଉପାୟ ଖୋଜିବା ଲାଗି ସହମତ ହୋଇଛନ୍ତି। ବିଶ୍ୱ ଜୈବ ଇନ୍ଧନ ମେଣ୍ଟର ସଂସ୍ଥାପକ ସଦସ୍ୟ ଭାବରେ ଉଭୟ ଦେଶ ଜୈବ ଇନ୍ଧନର ବ୍ୟବହାର ଅଧିକ କରିବା ଦିଗରେ ପ୍ରମୁଖ ଭୂମିକା ଗ୍ରହଣ କରିବେ ବୋଲି କୁହାଯାଇଛି। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। ଶ୍ରୀଲଙ୍କାରେ ରାଷ୍ଟ୍ରପତି ନିର୍ବାଚନ ନିମନ୍ତେ ମତଦାନ ଜାରି ରହିଛି। ନୂଆ କାର୍ଯ୍ୟକାରୀ ରାଷ୍ଟ୍ରପତି ନିର୍ବାଚନ ନିମନ୍ତେ 1,70,00,000ରୁ ଅଧିକ ମତଦାତା ସେମାନଙ୍କର ମତାଧିକାର ସାବ୍ୟସ୍ତ କରୁଛନ୍ତି। ବର୍ତ୍ତମାନର ରାଷ୍ଟ୍ରପତି ରାନିଲ ବିକ୍ରମାସିଂଘେ ଏବଂ ବିରୋଧୀ ନେତା ସାଜିଥ ପ୍ରେମଦାସା ଆଜି ସକାଳେ ମତଦାନ କରିଛନ୍ତି। ମତଦାନ କରିବା ପରେ ଶ୍ରୀ ବିକ୍ରମାସିଂଘେ କହିଛନ୍ତି, ଗଣତନ୍ତ୍ରର ସୁରକ୍ଷା କରିବା ଜରୁରୀ ଏବଂ ଏହି ବ୍ୟବସ୍ଥାକୁ କୌଣସି ପ୍ରକାର କ୍ଷତି ପହଞ୍ଚାଇବାକୁ ଦିଆଯିବ ନାହିଁ। ଶ୍ରୀ ପ୍ରେମଦାସା କହିଛନ୍ତି, ଏହି ରାଷ୍ଟ୍ରପତି ନିର୍ବାଚନରେ ଲୋକତନ୍ତ୍ରର ବିଜୟ ଘଟିବ। ସମସ୍ତ ଭୋଟରଙ୍କୁ ଧୈର୍ଯ୍ୟର ସହ ଗଣତନ୍ତ୍ରର ସମ୍ମାନ ରକ୍ଷା ଲାଗି ଶ୍ରୀ ପ୍ରେମଦାସା ଆହ୍ୱାନ ଦେଇଛନ୍ତି। ଆଜି ସକାଳ 7ଟାରୁ 13,400ରୁ ଅଧିକ ଭୋଟ ଗ୍ରହଣ କେନ୍ଦ୍ରରେ ମତଦାନ ଆରମ୍ଭ ହୋଇଛି ଏବଂ ସନ୍ଧ୍ୟା 4:30 ପର୍ଯ୍ୟନ୍ତ ଏହି ପ୍ରକ୍ରିୟା ଚାଲିବ। ଭୋଟ ଗ୍ରହଣ ପରେ ଆଜି ସନ୍ଧ୍ୟାରେ ମତଗଣନା ଆରମ୍ଭ ହେବ ବୋଲି ଜଣାପଡ଼ିଛି। ଜାପାନରେ ପ୍ରାୟ 30,000 ଲୋକଙ୍କୁ ଦେଶର ମଧ୍ୟଭାଗରେ ଥିବା 2ଟି ସହରକୁ ଖାଲି କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି। ସେମାନଙ୍କୁ ସୁରକ୍ଷିତ ସ୍ଥାନକୁ ଚାଲିଯିବା ଲାଗି ନିର୍ଦ୍ଦେଶନାମାରେ କୁହାଯାଇଛି। ସେଠାକାର ପାଣିପାଗ ବିଭାଗ ପକ୍ଷରୁ ପ୍ରବଳ ବର୍ଷା ଏବଂ ବନ୍ୟା ସ୍ଥିତି ସୃଷ୍ଟି ହେବା ନେଇ ପୂର୍ବାନୁମାନ ପରେ ସରକାର ଏହି ନିର୍ଦ୍ଦେଶ ଦେଇଛନ୍ତି। ୱାଜିମା ସହର ନିକଟବର୍ତ୍ତୀ 18,000 ଲୋକ ଏବଂ ସୁଜୁ ସହରର 12,000 ଲୋକଙ୍କୁ ହୋସୁ ଦ୍ୱୀପର ଇସିକାବା ଅଞ୍ଚଳକୁ ଚାଲିଯିବା ଲାଗି ସରକାର ନିର୍ଦ୍ଦେଶ ଦେଇଛନ୍ତି। ୟୁକ୍ରେନ ସରକାର ସେଠାକାର ସରକାରୀ କର୍ମଚାରୀ ଏବଂ ସେନା କର୍ମଚାରୀମାନଙ୍କୁ ପ୍ରଦାନ କରିଥିବା ଯୋଗାଯୋଗ ଉପକରଣରେ ଟେଲିଗ୍ରାମ ଆପ୍ ବ୍ୟବହାର କରିବା ଉପରେ ପ୍ରତିବନ୍ଧକ ଜାରି କରିଛନ୍ତି। ରୁଷ ପକ୍ଷରୁ ଟେଲିଗ୍ରାମ ଜରିଆରେ ୟୁକ୍ରେନ ସେନା ଉପରେ ନଜର ରଖାଯାଉଥିବାରୁ ୟୁକ୍ରେନ ସରକାର ଏହି ପଦକ୍ଷେପ ନେଇଛନ୍ତି। ଗତକାଲି ସେଠାକାର ଜାତୀୟ ସୁରକ୍ଷା ପରିଷଦ ଏହି ପ୍ରତିବନ୍ଧକ ସମ୍ପର୍କରେ ଘୋଷଣା କରିଥିଲା। ତେବେ ୟୁକ୍ରେନର ସାଧାରଣ ନାଗରିକ ନିଜ ବ୍ୟକ୍ତିଗତ ଯୋଗାଯୋଗ ଉପକରଣରେ ଟେଲିଗ୍ରାମ ଆପ୍ ବ୍ୟବହାର କରିବା ଲାଗି ନିଜେ ନିଷ୍ପତ୍ତି ଗ୍ରହଣ କରିବେ ବୋଲି କୁହାଯାଇଛି। ଜାମ୍ମୁ କାଶ୍ମୀର ବିଧାନସଭାର ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ଲାଗି ପ୍ରଚାର କାର୍ଯ୍ୟ ଜୋରଦାର ହୋଇଛି। ଏହି ପର୍ଯ୍ୟାୟରେ 6ଟି ଜିଲ୍ଲାର 26ଟି ବିଧାନସଭା ଆସନ ନିମନ୍ତେ ଆସନ୍ତା 25 ତାରିଖରେ ମତଦାନ ହେବ। ବିଜେପିର ବରିଷ୍ଠ ନେତା ତଥା ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ନିର୍ବାଚନ ପ୍ରଚାର ନିମନ୍ତେ ଗତକାଲି ଜାମ୍ମୁରେ ପହଞ୍ଚିଛନ୍ତି। ସେ ଆଜି ପୁଞ୍ଚ, ରାଜୌରୀ ଏବଂ ଜାମ୍ମୁ ଜିଲ୍ଲାଗୁଡ଼ିକରେ 5ଟି ନିର୍ବାଚନୀ ର୍ୟାଲିକୁ ସମ୍ବୋଧନ କରିବେ। ଏହି ପ୍ରଚାର କାର୍ଯ୍ୟରେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା 2ଟି ଜନସଭାକୁ ଉଦ୍ବୋଧନ ଦେବାର କାର୍ଯ୍ୟକ୍ରମ ରହିଥିବା ବେଳେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ମଧ୍ୟ ପ୍ରଚାର କାର୍ଯ୍ୟରେ ସାମିଲ ହେବେ। ଅନ୍ୟପକ୍ଷରେ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଏବଂ ନ୍ୟାସନାଲ କନଫରେନ୍ସର ଅଧ୍ୟକ୍ଷ ଡକ୍ଟର ଫାରୁକ ଅବଦୁଲ୍ଲା ଜନସଭାଗୁଡ଼ିକୁ ସମ୍ବୋଧନ କରିବାର କାର୍ଯ୍ୟକ୍ରମ ରହିଛି। କେନ୍ଦ୍ର ସୂଚନା ଏବଂ ପ୍ରସାରଣ ତଥା ସଂସଦୀୟ ବ୍ୟାପାର ରାଷ୍ଟ୍ରମନ୍ତ୍ରୀ ଡକ୍ଟର ଏଲ୍ ମୁରୁଗାନ୍ କହିଛନ୍ତି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱାଧୀନ ସରକାର ଦେଶରେ ଜନକଲ୍ୟାଣକାରୀ ଯୋଜନାଗୁଡ଼ିକର ସଫଳ ରୂପାୟନ ନିମନ୍ତେ ଗତ 100 ଦିନରେ 15 ଲକ୍ଷ କୋଟି ଟଙ୍କା ଆବଣ୍ଟନ କରିଛନ୍ତି। ଆଜି ଥୁଥୁକୁଡ଼ିଠାରେ ଡକ୍ଟର ମୁରୁଗାନ୍ କହିଛନ୍ତି, ମୌଳିକ ସଂରଚନା ନିର୍ମାଣ ନିମନ୍ତେ ମହିଳାଙ୍କ ନେତୃତ୍ୱରେ ପରିବାରଗୁଡ଼ିକ ପାଇଁ 3 ଲକ୍ଷ କୋଟି ଟଙ୍କା ଆବଣ୍ଟନ କରାଯାଇଛି। ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ସଚିବ ଡକ୍ଟର ପିକେ ମିଶ୍ର ବିଭିନ୍ନ କ୍ଷେତ୍ର ଏବଂ ସଂସ୍ଥାନଗୁଡ଼ିକରେ ବୀମା ବ୍ୟବସ୍ଥା ବୃଦ୍ଧି କରିବା ଉଦ୍ଦେଶ୍ୟରେ ରଣନୈତିକ ଦୃଷ୍ଟିକୋଣ ଆପଣାଇବା ଲାଗି କହିଛନ୍ତି। ଗତକାଲି ନୂଆଦିଲ୍ଲୀରେ ଜାତୀୟ ବିପର୍ଯ୍ୟୟ ପରିଚାଳନା ପ୍ରାଧିକରଣ NDMAର ଏକ କର୍ମଶାଳାକୁ ସମ୍ବୋଧିତ କରିବା ସମୟରେ ସେ କହିଛନ୍ତି, ଭାରତ ସମେତ ବିଶ୍ୱର ବିଭିନ୍ନ ଅଞ୍ଚଳରେ ବିପର୍ଯ୍ୟୟ ବୃଦ୍ଧି ପାଉଥିବାରୁ ଏଭଳି ପଦକ୍ଷେପ ଜରୁରୀ। କ୍ରିକେଟ ଚେନ୍ନାଇର MA ଚିଦାମ୍ବରମ୍ ଷ୍ଟାଡିୟମରେ ଚାଲିଥିବା ପ୍ରଥମ ଟେଷ୍ଟ ମ୍ୟାଚ୍ର ଆଜି ତୃତୀୟ ଦିନରେ ଦ୍ୱିତୀୟ ଇନିଂସରେ ଭାରତ ବାଂଲାଦେଶ ବିପକ୍ଷରେ 4 ୱିକେଟ୍ ହରାଇ 287 ରନ୍ ସ୍କୋର କରିଛି। ଗତକାଲିର 81 ରନ୍ରୁ ବ୍ୟାଟିଂ ଆରମ୍ଭ କରି ଭାରତ ଏହି ସ୍କୋର କରିଛି। ସମ୍ବାଦ ପ୍ରସ୍ତୁତ ହେବା ବେଳକୁ ବାଂଲାଦେଶ ଦ୍ୱିତୀୟ ଇନିଂସରେ କୌଣସି ୱିକେଟ୍ ନ ହରାଇ 39 ରନ୍ ସ୍କୋର କରିଛି। ଗତକାଲି ଭାରତର ପ୍ରଥମ ଇନିଂସ ସ୍କୋର 376 ରନ୍ର ଜବାବରେ ବାଂଲାଦେଶ 179 ରନ୍ରେ ସମସ୍ତ ୱିକେଟ୍ ହରାଇଥିଲା। ମୁଖ୍ୟ ସମ୍ବାଦ ପୁଣିଥରେ। ଚତୁର୍ଥ ବାର୍ଷିକ କ୍ୱାଡ୍ ଶିଖର ସମ୍ମିଳନୀରେ ଯୋଗଦେବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଦିଲ୍ଲୀର ନୂଆ ମୁଖ୍ୟମନ୍ତ୍ରୀ ଭାବେ ଆଜି ଶପଥ ଗ୍ରହଣ କରିବେ ଆମ୍ ଆଦମୀ ପାର୍ଟିର ବରିଷ୍ଠ ନେତ୍ରୀ ଆତିଶି। ଶକ୍ତି କ୍ଷେତ୍ରରେ ସହଯୋଗ ସମେତ ଦ୍ୱିପକ୍ଷୀୟ ବାଣିଜ୍ୟ କ୍ଷେତ୍ରରେ ବିକାଶ ନେଇ ସମୀକ୍ଷା କଲେ ଭାରତ ଓ ବ୍ରାଜିଲ।
ଶ୍ରୀଲଙ୍କାରେ ନୂଆ ରାଷ୍ଟ୍ରପତି ନିମନ୍ତେ ମତଦାନ କରୁଛନ୍ତି 1,70,00,000 ଅଧିକ ମତଦାତା ଏବଂ ଚେନ୍ନାଇରେ ଚାଲିଥିବା ପ୍ରଥମ ଟେଷ୍ଟ ମ୍ୟାଚ୍ର ଆଜି ତୃତୀୟ ଦିନରେ ବାଂଲାଦେଶ ବିପକ୍ଷରେ ଦ୍ୱିତୀୟ ଇନିଂସରେ 287 ରନ୍ ସ୍କୋର କରିଛି ଭାରତ। ସମ୍ବାଦ ଶେଷ ହେଲା।